ଦେଖନ୍ତୁ ନିଶାରେ ଟଳମଳ ହେଉଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ। ନୂଆ ରାଜ୍ୟ ସରକାର ନୂଆ ଶିକ୍ଷାମନ୍ତ୍ରୀ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ବିଭାଗରେ ଥିବା କିଛି ଦାୟିତ୍ୱହୀନ ଅଧିକାରୀଙ୍କ ପାଇଁ ଲଜ୍ଜାଜନକ ପରିସ୍ଥିତି ସମ୍ମୁଖୀନ ହେଉଛି ବିଭାଗ। ଆଉ ଏହିଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ସାରକଣା ବ୍ଲକରେ। ଏଇଠି ଆପଣଙ୍କୁ କହି ରଖୁଛୁ ଏ ମୟୂରଭଞ୍ଜ ଜିଲ୍ଲା ହେଉଛି ଆମ ରାଷ୍ଟ୍ରପତିଙ୍କର ନିଜସ୍ୱ ଜିଲ୍ଲା। ତେବେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରରେ ଅନୁଷ୍ଠିତ ହୋଇଯାଇଛି ବିଜ୍ଞାନ ଭିତ୍ତିକ ସାଧାରଣ ଜ୍ଞାନ ପରୀକ୍ଷା। ଆଉ ସାରକଣା ବ୍ଲକ ଗୋଲାମପଣି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଧ୍ୟ ଓଏସ୍ପାପ୍ ପ୍ରାୟୋଜିତ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସାରକଣା ଗୋଷ୍ଠୀ ଶିକ୍ଷାଧିକାରୀ ମଙ୍ଗଳ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଲକ ସ୍ତରୀୟ ବିଜ୍ଞାନ ଭିତ୍ତିକ ସାଧାରଣ ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମକୁ ସାରକଣା ଗୋଷ୍ଠୀ ଶିକ୍ଷାଧିକାରୀ ମଙ୍ଗଳ ସିଂ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁମନ୍ତ କୁମାର ନାୟକ ପରିଚାଳନା କରିଥିଲେ। କିନ୍ତୁ ମଞ୍ଚ ସଭାପତିଙ୍କ ଦୃଶ୍ୟ ଟିକିଏ ନିଆରା। ଏଇ ଦେଖୁନାହାନ୍ତି କେମିତି ହୋଲି ଦୋହଲି ଝୁଲି ଝୁଲି ମଞ୍ଚ ଉପରକୁ ଆସୁଛନ୍ତି ଆମ ସାରକଣା ଗୋଷ୍ଠୀ ଶିକ୍ଷାଧିକାରୀ ମଙ୍ଗଲ ଚରଣ ସିଂ। ଏମିତିକି ଅନ୍ୟର ସାହାରା ବିନା ମଞ୍ଚ ଉପରକୁ ଉଠି ପାରୁନାହାନ୍ତି ଶ୍ରୀ ସିଂ। ତାଙ୍କ ନିୟନ୍ତ୍ରଣରେ ରହୁନି ଦେହଟା, ପାଦରୁ ଜୋତା ଖସି ପଡୁଛି। କିନ୍ତୁ ବିଓ ମଙ୍ଗଲ ସାର୍ ଜାଣିପାରୁନାହାନ୍ତି କ'ଣ ହୋଇଛି ତାଙ୍କର, କାହିଁକି ଏ ଅସମାନତା। ଦର୍ଶକ ବନ୍ଧୁ ବୁଝିପାରୁଥିବେ ଆପଣମାନେ। ତେବେ ଉପସ୍ଥିତ ଶହ ଶହ ଛାତ୍ରଛାତ୍ରୀମାନଙ୍କ ଗହଣରେ ଜଣେ ଦାୟିତ୍ୱ ସମ୍ପନ୍ନ ଶିକ୍ଷା ଅଧିକାରୀଙ୍କ ଏହି ଆଚରଣ ନିଷ୍ପାପ ପିଲାଙ୍କ ଚରିତ୍ର ଗଠନ ଉପରେ କି ପ୍ରଭାବ ପକାଇବ ସ୍ଥାନୀୟ ବିଧାୟକ ଏବଂ ଶିକ୍ଷାମନ୍ତ୍ରୀ ବିଚାର କରିବା ନିତ୍ୟାନ୍ତ ଆବଶ୍ୟକ। ଓ ଏକଥା ମଧ୍ୟ ବିଚାର କରିବା ଦରକାର କି ଏହି ଜିଲ୍ଲାଟି ରାଷ୍ଟ୍ରପତିଙ୍କର ନିଜସ୍ୱ ଜିଲ୍ଲା। ଏଠାରେ ଯଦି ଏଭଳି ସମସ୍ୟା ଦେଖାଦେବ ତାହେଲେ ଅନ୍ୟ ଜିଲ୍ଲାମାନଙ୍କରେ ଓ ଅନ୍ୟ ରାଜ୍ୟମାନଙ୍କରେ କେଉଁପରି ସମସ୍ୟା ଉପୁଜିବ। ତେବେ ଏହି ଦାୟିତ୍ୱ ସମ୍ପନ୍ନ ଶୃଙ୍ଖଳିତ ଶିକ୍ଷା ଅଧିକାରୀଙ୍କ ବିରୋଧରେ ଦୃଢ଼ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ବ୍ୟକ୍ତିଙ୍କ ମଧ୍ୟରେ ସୁଧାର ଆଣିବା ପାଇଁ ମାନ୍ୟବର ଶିକ୍ଷାମନ୍ତ୍ରୀ ଆନ୍ତରିକତାର ସହ ବିଚାର କରିବେ କି ଉପହାସିତ ହେବା ପାଇଁ ଛାଡ଼ିଦେବେ ତାକୁ ନେଇ ଅଭିଭାବକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପଟେ ବିଓ ମଙ୍ଗଲ ସିଂ ବିଷୟରେ ଆପଣମାନେ ଆଗରୁ ଜାଣିଥିବେ। ଯେତେବେଳେ କି ଯଶୀପୁର ଗୋଷ୍ଠୀ ଶିକ୍ଷାଧିକାରୀ ଥିଲେ ସେତେବେଳେ ଶିକ୍ଷା ବିଭାଗ ଏହି ମଙ୍ଗଲ ଚରଣ ସିଂଙ୍କୁ ନିଲମ୍ବିତ କରିଥିଲା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏଭଳି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିଜର ସାଧାରଣ ଜ୍ଞାନ କେତେ ଉଚ୍ଚକୋଟୀର ତାହା ଆପଣଙ୍କ ସାମ୍ନାରେ। ତେବେ ମଞ୍ଚ ତଳେ ବସିଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ କିଛି ଶିକ୍ଷକ ଶିକ୍ଷୟିତ୍ରୀ ବସିଥିବା ବେଳେ ଏ କେଉଁ ପ୍ରକାରର ସାଧାରଣ ଜ୍ଞାନ ତାହା ସାଧାରଣରେ ମତ ପ୍ରକାଶ ଦେଖାଇଛି। ଦେଖନ୍ତୁ, ସେ ଭିଜୁଆଲ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ମୁଁ ମଧ୍ୟ ସେ ଭିଜୁଆଲ ଦେଖିଥିଲି। ଏକ ନିନ୍ଦନୀୟ ଘଟଣା। ଶିକ୍ଷାର ବିକାଶର ମୂଳଦୁଆ ଯେଉଁଠି ପଡ଼ୁଛି ସେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଙ୍କର ଚାଲିଚଳନ ଯାହା ଜଣାପଡ଼ୁଛି ସେଇଟା ଅକ୍ଷମତା ବ୍ୟକ୍ତି ବିଶେଷ ଭଳିଆ ଲାଗୁଛି। କାରଣ ସେ ଉପରକୁ ଉଠି ପାରୁନାହାନ୍ତି। ତାପରେ ଯଦି ଦୁଇଟା ଶିକ୍ଷକ ତାକୁ ଟାଣିକି ଉପରକୁ ଉଠାଉଛନ୍ତି, ସେ ଭିଜୁଆଲ ମଧ୍ୟ ଘୁରି ବୁଲୁଛି। ତା ସହିତ ଯେତେବେଳେ ତାଙ୍କୁ ଜୋତା ଖସି ପଡ଼ିଲା ସେତିକି ସମୟରେ ଜଣେ ଶିକ୍ଷକ ପୁଣି ତାଙ୍କୁ ଜୋତାକୁ ନେଇକି ତା ପାଦ ତଳେ ଦେଇ ଦେଉଛନ୍ତି। ଏ ଏକ ନିନ୍ଦନୀୟ ଘଟଣା ଆଜ୍ଞା। କାରଣ ତଳେ ବସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ'ଣ କେଉଁ ପ୍ରକାର ଭାବ ପ୍ରବେଶ କରିଥିବ ତା ସମୟ ସେ ଛୁଆମାନେ ହିଁ ଜାଣିଥିବେ। ଆମେ ତ ଦେଖି ସାରିପାରୁନୁ। ଏହା ଗୋଟେ ଏତେ ବେକାରିଆ ଜିନିଷ। ତେଣୁ ଖୁବ୍ ଶୀଘ୍ର ସେ ଗୋଷ୍ଠୀ ଶିକ୍ଷା ଅଧିକାରୀକୁ ଏଠୁ ତୁରନ୍ତ ସେ ନିଜେ ମାନେ ତାଙ୍କ ପଦରୁ ଅବ୍ୟାହତି ନେଇ ସରକାର ଦେଇଦେବାଟା ଉଚିତ। ଏ ଅକ୍ଷମ ବ୍ୟକ୍ତି ପୁରା। ମୟୂରଭଞ୍ଜରୁ ସୁମନ୍ତ ପାତ୍ରଙ୍କ ରିପୋର୍ଟ, ବ୍ଲାକ୍ କିଟ୍ ନ୍ୟୁଜ୍ ଓଡ଼ିଆ।